ଘନ କୁହୁଡ଼ି। ଏକ ଶିଶିର ଭିଜା ସକାଳକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଇଏ ହେଉଛି ପାରଳାଖେମୁଣ୍ଡି ଠାରୁ ଗୁମା ଅଭିମୁଖେ ଯାଉଥିବା ରାସ୍ତା। ଯେଉଁ ରାସ୍ତାରେ ଆଜି ଶିଶିର ସ୍ନାତ ସକାଳର ଭରପୁର ମଜା ଉଠାଇବା। ଦେଖନ୍ତୁ, ଏ ହେଉଛି ସୁନ୍ଦର ଦୃଶ୍ୟ। ଯେଉଁ ଦୃଶ୍ୟରେ ଆପଣମାନେ ଦେଖିପାରୁଥିବେ ଏକ ଚମତ୍କାର ଶୀତୁଆ ସକାଳ ଶିଶିର ଭିଜା ରାସ୍ତା। ଆରୋହୀମାନେ ଅତି ସଜାଗର ସହିତ ସନ୍ତର୍ପଣର ସହିତ ଗାଡ଼ି ଚଲାଉଛନ୍ତି। କାରଣ ଏ ମଜା ବି ଯେତିକି ଲାଗେ, ବିପଦ ମଧ୍ୟ ସେତିକି ରହେ। ତେଣୁକରି ଏଇ କୁହୁଡ଼ି ଭିଜା ମିଷ୍ଟ ଫଗ୍ ଏହାର ମଜା ହିଁ ନିଆରା। ଏହାର ଦୃଶ୍ୟ ବି ଅପୂର୍ବ। ଏଭଳି ଏକ ସୁନ୍ଦର ସକାଳକୁ ଆମେ ସମସ୍ତେ ଉପଭୋଗ କରିବା। ଆଗକୁ ତ ରାସ୍ତା ଦେଖାଯାଉନାହିଁ, ତଥାପି ଏଇ କୁହୁଡ଼ିକୁ ଭାଗ କରି ଆମର ଗ୍ଲାମର ଗାଡ଼ି ଆଗକୁ ବଢ଼ୁଛି। ବାଇକ୍ ଆରୋହୀ ଅମଲି ରାମକୃଷ୍ଣ ଅତି ସନ୍ତର୍ପଣର ସହିତ ଗାଡ଼ିକୁ ଆଗକୁ ନେଉଛନ୍ତି। କାରଣ ଯଦି କିଛି ଭୁଲ ଭଟକା ହୁଏ, ଜୀବନ ପ୍ରତି ବିପଦ ବି ଅଛି। ତେଣୁକରି ଏହି ସୁନ୍ଦର ସକାଳକୁ ଉପଭୋଗ କରିବା ସହିତ ନିଜ କର୍ମମୟ ଜୀବନର ଶୁଭାରମ୍ଭ କରିବା ପାଇଁ ଯାହା ବି ହେଉ, ବିଭିନ୍ନ ପ୍ରତିକୂଳ ପରିବେଶରେ ମଧ୍ୟ ସେ ଖରା ହେଉ, ବର୍ଷା ହେଉ, ଶୀତ ବି ହେଉ, ନିଜ କର୍ମ ଅଭିମୁଖେ ଆମ ଗନ୍ତବ୍ୟ ସ୍ଥଳକୁ ଆମେ ପହଞ୍ଚିବା ଏକାନ୍ତ ଜରୁରୀ। ତେଣୁ ପ୍ରିୟ ବନ୍ଧୁଗଣ, ଆପଣ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା, ଶୁଭେଚ୍ଛା ଆମ ସହିତ ଅଛି। ଏଥିସହିତ ଦୈବୀ କୃପା ବି ଆମ ସହିତ ଅଛି। ନିଜ କର୍ମରେ ଅଗ୍ରସର ହେବା ପାଇଁ କିଛି ବି ଅସୁବିଧା ହେବ ନାହିଁ, ଏ କଥା ନିଃସନ୍ଦେହ। ଆହୁରି ଆଗକୁ ବି ଦେଖିବା ଏହି ସୁନ୍ଦର ଦୃଶ୍ୟ। ରାସ୍ତାର ଅପର ପାର୍ଶ୍ୱରେ ମଧ୍ୟ ଅନ୍ୟମାନେ ଧୀରେ ଧୀରେ ଯାତାୟାତ କରୁଛନ୍ତି। ସମସ୍ତେ ତ ଠିକ୍ ରୂପେ ଯିବା ଆସିବା କରିପାରୁଛନ୍ତି, ଆମେ ବି କାହିଁକି ନ ଯିବା? ତେଣୁ ଆଗକୁ ଯିବା, ନିଜର ଗନ୍ତବ୍ୟସ୍ଥଳରେ, ଲକ୍ଷ୍ୟସ୍ଥଳରେ ପହଞ୍ଚିବା। ଆଉ ଶିକ୍ଷାଦାନ କାର୍ଯ୍ୟକ୍ରମରେ ଆମ ପିଲାମାନଙ୍କୁ ମଧ୍ୟ ଏହି ଶିଶିର ସ୍ନାତ ସକାଳକୁ ସ୍ୱାଗତ କରିବା। ଆଜିର ସୁନ୍ଦର ସକାଳକୁ ଶୁଭାରମ୍ଭ କରିବା।